प्रिय छात्र छात्री माने समस्त को अनेक अनेक शुभेच्छा। आजिर पाठ को तुम मान स्वागत। आजिर पाठटी आरंभ करने पूर्व पूर्व पाठ रे आमे कौन कौन पढ़ी थिले आस प्रथमे ताकू मने पकेइबा। रोगर कारण और यार प्रकार भेद। रोग कौन? रोग हेउछि एक अवस्था जहाँ शरीर किंबा मनर साधारण कार्य को प्रभावित करिଥାଏ। जेतेबेले गोटिए बा एकाधिक अंग किंबा अंग संस्था ठीक भावरे कार्य करिबा बंद कर दियंती सेतेबेले रोग हुए। किछि रोग बीजाणु, भूताणु, कृमि किंबा आदि प्राणी, कबक भली अणुजीव मानक द्वारा होइଥାଏ। रोग सृष्टि करुथुबा जीव मानकु रोगाणु अणुजीव बा पैथोजेन्स कुहा जाए। अन्य रोग गुड़िक संक्रमित खाद्य बा पुष्टिहीनता किंबा अस्वास्थ्यकर जीवन शैली होई पारे। रोग गुड़िकु सेमानंकर कारण एवं व्यापीबार पद्धति आधार रे दुई भागरे विभक्त करा जाई पारे। गोटे हेउछि अणसंक्रामक रोग एवं अन्यटी हेउछि संक्रामक रोग। अणसंक्रामक रोग मूल कारण हेउछि एही रोग रोगकारक अणुजीव मानक द्वारा हुए नाही एवं जने संक्रमित व्यक्ति ठारू अन्य व्यक्ति को व्यापी न थाए। एगुड़िक साधारणतः जीवन शैली, खाद्य एवं परिवेश सहित जड़ित। उदाहरण श्वास रोग, मधुमेह, कर्कट इत्यादि। द्वितीय प्रकारटी हेउछि संक्रामक रोग। रोगकारक अणुजीव द्वारा हेउथुबा रोग गुड़िकु संक्रामक रोग कुहा जाए। एगुड़िक जने व्यक्तिंकठारु अन्य व्यक्ति को व्यापी पारे। उदाहरण टाइफॉइड, डेंगू, फ्लू, मिलीमिला, कोविड एगुड़िक हेउछि संक्रामक रोगर उदाहरण। एबे कहि परिबो कि पिले संक्रामक रोग एवं अणसंक्रामक रोग मध्यरे मुख्य पार्थक्यटी कौन? संक्रामक रोग रोगकारक अणुजीव द्वारा हुए एवं जने व्यक्तिंकठारु अन्य व्यक्ति को व्यापी पारे। अणसंक्रामक रोग रोगकारक अणुजीव मानक द्वारा हुए नहीं एवं जने संक्रमित व्यक्ति ठारु अन्य व्यक्ति को व्यापी न थाए। एडा हेउछि संक्रामक एवं अणसंक्रामक रोग मध्यरे मुख्य पार्थक्य। आज आमे पढ़िबा मनीष को प्रभावित करुथिबा विभिन्न संक्रामक रोगर कारक, संक्रमण स्थान, लक्षण एवं प्रतिषेधक व्यवस्था। सर्वप्रथमे वायु माध्यम रे व्यापुथिबा रोग। साधारण थंडा ज्वर एवं इन्फ्लुएंजा। कारक कौन? भूताणु। संक्रमण स्थान हेउछि श्वासनली। लक्षण गुड़िक कौन कौन? नाक बंद हेबा ओ पानी बहिबा, गला व्यथा, ज्वर, काश, शरीर व्यथा हेबा,
ଏଗୁଡ଼ିକ ହେଉଛି ସାଧାରଣ ଥଣ୍ଡା ଜ୍ୱର ଓ ଇନଫ୍ଲୁଏଞ୍ଜାର ଲକ୍ଷଣ। ପ୍ରତିଷେଧକ ବ୍ୟବସ୍ଥା। ନିୟମିତ ହାତ ଧୋଇବା, ବ୍ୟକ୍ତିଗତ ସାମଗ୍ରୀ ଆଦାନ ପ୍ରଦାନ ନ କରିବା, ମୁହଁ ଓ ନାକକୁ ଘୋଡ଼ାଇ ରଖିବା, ଏବେ ଆମେ ଦେଖିବା ହାଡ଼ଫୁଟି ରୋଗ ବିଷୟରେ। କାରକ ଭୂତାଣୁ। ସଂକ୍ରମଣ ସ୍ଥାନ ହେଉଛି ଶ୍ୱାସନଳୀ ଓ ଚର୍ମ। ଲକ୍ଷଣ ହାଲୁକା ଜ୍ୱର, ଚର୍ମ କୁଣ୍ଡାଇ ହେବ, ଚର୍ମରେ ଦାଗ ଓ ଫୋଟକା ହେବ। ପ୍ରତିଷେଧକ ବ୍ୟବସ୍ଥା କ'ଣ ହୋଇପାରେ? ରୋଗୀ ସହିତ ଶାରୀରିକ ଦୂରତା, ମୁହଁ ନାକ ଢାଙ୍କିବା ଏବଂ ଟୀକାକରଣ। ବାୟୁ ମାଧ୍ୟମରେ ବ୍ୟାପୁଥିବା ରୋଗ ମଧ୍ୟରେ ଆଉ ଗୋଟେ ରୋଗ ହେଉଛି ମିଳିମିଳା। କାରକ ହେଉଛି ଭୂତାଣୁ, ସଂକ୍ରମଣ ସ୍ଥାନ ହେଉଛି ଚର୍ମ, ଶ୍ୱାସନଳୀ। ଲକ୍ଷଣ ହେଉଛି ଗଳା ବ୍ୟଥା, ଜ୍ୱର, ଗଳା, କାନ ଓ ଚର୍ମରେ ଲାଲ ଦାଗ। ପ୍ରତିଷେଧକ ବ୍ୟବସ୍ଥା। ରୋଗୀଙ୍କୁ ଅଲଗା କରିବା, ମୁହଁ ନାକ ଢାଙ୍କିବା, ପରିଷ୍କାର ପରିଚ୍ଛନ୍ନ ରହିବା ଏବଂ ଟୀକାକରଣ କରାଇବା। ଦେଖ ପିଲେ, ରୋଗୀଙ୍କୁ ଅଲଗା କରିବା ମାନେ ସାମାଜିକ ଭାବରେ ଅଲଗା କରିବା ନୁହଁ, ଶାରୀରିକ ଭାବରେ ଅଲଗା କରିବା। ଯେତେବେଳେ ବି ଆମେ ରୋଗୀଙ୍କୁ ଅଲଗା କରିବା କଥା କହୁଛେ, ସେତେବେଳେ ଏହି ଜିନିଷଟିକୁ ଧ୍ୟାନରେ ରଖିବାକୁ ହେବ ଯେ ଆମେ ତାଙ୍କୁ ସାମାଜିକ ଭାବରେ ଅଲଗା କରୁନାହିଁ, ଆମେ ତାଙ୍କୁ କେବଳ ଶାରୀରିକ ଭାବରେ ଅଲଗା କରୁଛେ। ବାସ୍ତବରେ ଦେଖିବାକୁ ଗଲେ ଗୋଟିଏ ରୋଗୀକୁ ସାମାଜିକ ଯତ୍ନର ଆବଶ୍ୟକ। ଏପରି କଷ୍ଟ ସମୟରେ ଜଣଙ୍କୁ ଯଦି ଆମେ ସାମାଜିକ ଭାବରେ ଅଲଗା କରିଦେବା, ତାହେଲେ ସେ ମାନସିକ ଭାବରେ ଦୃଢ ହୋଇପାରିବ ନାହିଁ। ଆଉ ଯେ ପର୍ଯ୍ୟନ୍ତ ଗୋଟିଏ ରୋଗୀ ମାନସିକ ଭାବରେ ଦୃଢ ନ ହୋଇଛି, ସେ ପର୍ଯ୍ୟନ୍ତ ତାର ରୋଗ ଠିକ ହବାର ସମ୍ଭାବନା ମଧ୍ୟ କମି ଯାଇଥାଏ। ଏବେ ଆଉ ଗୋଟେ ରୋଗ ବିଷୟରେ ଦେଖିବା, ଯକ୍ଷ୍ମା। କାରକ କ'ଣ? ବୀଜାଣୁ। ସଂକ୍ରମଣ ସ୍ଥାନ ହେଉଛି ଫୁସଫୁସ। ଲକ୍ଷଣ ଗୁଡ଼ିକ ହେଉଛି କାଶ, ଜ୍ୱର, ଥକାପଣ, ଭୋକ ନ ଲାଗିବା, ରାତିରେ ଝାଳ ବୋହିବା। ପ୍ରତିଷେଧକ ବ୍ୟବସ୍ଥା। ସଂକ୍ରମିତ ଲୋକଙ୍କ ସହ ଶାରୀରିକ ଦୂରତା, ମୁହଁ ଓ ନାକକୁ ଘୋଡ଼ାଇ ରଖିବା। এই ଚିତ୍ରରେ ତମେ ଦେଖିପାରୁଥିବ କାଶ, ଜ୍ୱର, ରାତିରେ ଝାଳ ବୋହିବା, ଏଗୁଡ଼ା ସବୁ এই ଚିତ୍ରରେ ତମେ ଲକ୍ଷ୍ୟ କରିପାରୁଥିବ। ପ୍ରତିଷେଧକ ବ୍ୟବସ୍ଥା ହିସାବରେ ଆମେ ମୁହଁ ନାକ ଘୋଡ଼ାଇ ରଖିପାରିବା ଏବଂ ଶାରୀରିକ ଦୂରତା ରଖିବା। ଦୂଷିତ ପାଣି ଏବଂ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ରୋଗ। ହେପାଟାଇଟିସ୍ ଏ। କାରକ ହେଉଛି ଭୂତାଣୁ। ସଂକ୍ରମଣ ସ୍ଥାନ ଯକୃତ। ଲକ୍ଷଣ କ୍ଳାନ୍ତି, ଜ୍ୱର, ଭୋକ ନ ଲାଗିବା, ବାନ୍ତି ହେବା, ଉପର ପେଟରେ ଓ ଡାହାଣ ପେଟରେ ବ୍ୟଥା ହେବା। ପ୍ରତିଷେଧକ ବ୍ୟବସ୍ଥା। ଫୁଟା ଯାଇଥିବା ପାଣି ପିଇବା, ଟୀକାକରଣ କରାଇବା। ଦୂଷିତ ପାଣି ଏବଂ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ରୋଗ। ଯୋଉ ଆଉ ଗୋଟିଏ ରୋଗ ହେଉଛି ସେଟା ହେଉଛି ହଇଜା। କାରକ ହେଉଛି ବୀଜାଣୁ।
ସଂକ୍ରମଣ ସ୍ଥାନ ହେଉଛି ଅନ୍ତ୍ରନଳୀ। ଲକ୍ଷଣ ତରଳ ଝାଡା, ଜଳ ଶୁଷ୍କତା। ପ୍ରତିଷେଧକ ବ୍ୟବସ୍ଥା ଭଲ ଭାବରେ ରନ୍ଧା ଖାଦ୍ୟ ଓ ଫୁଟା ପାଣି ପିଇବା। ଦୂଷିତ ପାଣି ଏବଂ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ଆଉ ଗୋଟେ ରୋଗ ହେଉଛି ଟାଇଫଏଡ। କାରକ ହେଉଛି ବୀଜାଣୁ। ସଂକ୍ରମଣ ସ୍ଥାନ ହେଉଛି ଅନ୍ତ୍ରନଳୀ। ଲକ୍ଷଣ ଗୁଡ଼ିକ ହେଉଛି ମୁଣ୍ଡ ବ୍ୟଥା ହେବା, ପେଟ ବ୍ୟଥା ହେବା, ଜ୍ୱର ହେବା, ତରଳ ଝାଡା ହେବା। ପ୍ରତିଷେଧକ ବ୍ୟବସ୍ଥା ଗୁଡ଼ିକ ଯଦି ଦେଖିବା, ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ରଖିବାକୁ ପଡିବ, ଉତ୍ତମ ସ୍ୱଚ୍ଛତା ଅଭ୍ୟାସ ରଖିବାକୁ ପଡିବ, ଭଲ ଭାବରେ ରନ୍ଧା ଖାଦ୍ୟ ଓ ଫୁଟା ପାଣି ପିଇବାକୁ ପଡିବ। ଦୂଷିତ ପାଣି ଏବଂ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ଆଉ ଗୋଟେ ରୋଗ ହେଉଛି ଗୋଳକୃମି ରୋଗ। କାରକ ହେଉଛି କୀଟ। ତମେ କୀଟ ଦେଖିପାରୁଥିବ ପିଲେ ଉପର ଫଟୋରେ କେମିତି କୀଟ ଗୁଡା, ତମେ କେବେ ଲକ୍ଷ୍ୟ କରିଥିବ ମଧ୍ୟ ଏମିତି କୀଟ ଗୁଡିକୁ। ସଂକ୍ରମଣ ସ୍ଥାନ ହେଉଛି କଣ? ଅନ୍ତ୍ରନଳୀ। ଲକ୍ଷଣ ଭୋକ ହ୍ରାସ ହେବା, ଓଜନ କମିବା, ରକ୍ତହୀନତା, ମଳରେ କୃମି ପଡିବା। ପ୍ରତିଷେଧକ ବ୍ୟବସ୍ଥା ଗୁଡ଼ିକ ହେଉଛି ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ରଖିବା, ଉତ୍ତମ ସ୍ୱଚ୍ଛତା ଅଭ୍ୟାସ ରଖିବା, ଭଲ ଭାବରେ ରନ୍ଧା ଖାଦ୍ୟ ଓ ଫୁଟା ପାଣି ପିଇବା। କୀଟ ପତଙ୍ଗ ମାଧ୍ୟମରେ ବ୍ୟାପୁଥିବା ରୋଗ ମ୍ୟାଲେରିଆ। ଏହି ରୋଗ ବିଷୟରେ ତମେ ବହୁତ ଥର ଶୁଣିଥିବ। ଏହି ରୋଗର କାରକ ହେଉଛି ଆଦି ପ୍ରାଣୀ ବା ଇଂରାଜୀରେ ଆମେ ଯଦି କହିବା ପ୍ରୋଟୋଜୋଆ। ସଂକ୍ରମଣ ସ୍ଥାନ ଚର୍ମ, ରକ୍ତ। ଲକ୍ଷଣ ପ୍ରବଳ ଜ୍ୱର ହେବା, ପ୍ରଚୁର ଝାଳ ବୋହିବା, ସମୟେ ସମୟେ ଥଣ୍ଡା ଲାଗିବା। ପ୍ରତିଷେଧକ ବ୍ୟବସ୍ଥା କଣ? ମଶାରୀ ଦେଇ ଶୋଇବା। ଏବେ ଆମେ ଦେଖିବା କୀଟ ପତଙ୍ଗ ମାଧ୍ୟମରେ ବ୍ୟାପୁଥିବା ରୋଗ ଡେଙ୍ଗୁ। କାରକ ହେଉଛି ଭୂତାଣୁ। ସଂକ୍ରମଣ ସ୍ଥାନ ହେଉଛି ଚର୍ମ ଓ ରକ୍ତ। ଲକ୍ଷଣ ଜ୍ୱର, ମୁଣ୍ଡ ବ୍ୟଥା, ମାଂସପେଶୀ ଓ ତଣ୍ଟିରେ ଯନ୍ତ୍ରଣା, ଅରୁଚି। ପ୍ରତିଷେଧକ ବ୍ୟବସ୍ଥା ଯଦି ଆମେ ଦେଖିବା, ମଶାରୀର ବ୍ୟବହାର, ଲମ୍ବା ହାତ ପୋଷାକ ପିନ୍ଧିବା, ଘର ଭିତରେ ଏବଂ ବାହାରେ ମଶା ମାନଙ୍କ ବଂଶ ବୃଦ୍ଧିକୁ ନିୟନ୍ତ୍ରଣ କରିବା। ଏହି ସବୁ ପ୍ରତିଷେଧକ ବ୍ୟବସ୍ଥା ମ୍ୟାଲେରିଆ ପାଇଁ ମଧ୍ୟ ଆବଶ୍ୟକ। ପରଜୀବୀ କଣ? ଇଂରାଜୀରେ ଆମେ ଏହାକୁ ପ୍ୟାରାସାଇଟ୍ସ କହୁଛେ। କିଛି ସଂକ୍ରାମକ ରୋଗ ଆମ ଶରୀର ଭିତରେ ରହୁଥିବା କୃମି ଦ୍ୱାରା ହୁଏ। ସେମାନେ ଶରୀରରୁ ପୋଷଣ ପଦାର୍ଥ ଗ୍ରହଣ କରି ପରଜୀବୀ ଭାବରେ ବଞ୍ଚନ୍ତି। ଯେଉଁମାନେ ଅନ୍ୟ ଜୀବ ଶରୀରରୁ ଖାଦ୍ୟ ଗ୍ରହଣ କରି ବଞ୍ଚନ୍ତି, ସେମାନଙ୍କୁ ପରଜୀବୀ ବା ପ୍ୟାରାସାଇଟ୍ସ କୁହାଯାଏ। ଏହି କୃମି ଗୁଡ଼ିକ ଦୂଷିତ ଖାଦ୍ୟ, ଜଳ, ମାଟି କିମ୍ବା ସଂକ୍ରମିତ ଲୋକ ଓ ପଶୁଙ୍କ ସଂସ୍ପର୍ଶ ଦ୍ୱାରା ବ୍ୟାପିଥାଏ। ଆମେ ଦେଖିଲେ ଯେ ସଂକ୍ରାମକ ରୋଗ କିପରି ବ୍ୟାପିଥାଏ ଏବଂ ସେଗୁଡ଼ିକୁ କିପରି ରୋକାଯାଇ ପାରିବ। ଏବେ ଆମେ କିଛି ସରଳ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସତର୍କତା ବିଷୟରେ ଜାଣିବା। ନିଜକୁ ଏବଂ ଆମର ଆଖପାଖକୁ ସଫା ରଖିବା। ଏଇ ଯୋଉ କଥା ଗୁଡା ଆମେ ଜାଣୁଛେ,
एटा हमर स्वास्थ्य पई अत्यंत महत्वपूर्ण। द्वितीय, प्रतिदिन मौलिक परिष्कार परिच्छन्नता अभ्यास करिबा। रोग जीवाणु माननकु दूर करिबा पई साबुन एवं पानी रे हाथ धोइबा। कासिबा किंबा छिंकिबा समय रे हमर मुंह एवं नाक को घोड़ाई रखिबा। भीड़ स्थान रे मास्क पिंधि सुरक्षित रहिबा। तौलिया एवं रुमाल भली व्यक्तिगत जिनिष गुड़ी को अन्य काहाकू व्यवहार करने को देबा नहीं। आमर घर, खाद्य एवं पानी को परिष्कार रखिबा। आमे असुस्थ समय रे घरे रहिबा एवं विश्राम नेबा द्वारा आम शरीर सुस्थ रहिबा सह अन्य माननकु रोग व्यापीबा को दिए नहीं। एबे तुम माननक पई किछि प्रश्न कहि परिबो कि पिले? हाड़ फुटी रोगर कारक कोन? वेरी गुड। हाड़ फुटी रोगर कारक हेउछि भूताणु। एबे कहलो एही रोगर लक्षण गुड़िक कौन? वेरी गुड। हालुका ज्वर, चर्म कुंडाई हेबा, चर्म रे दाग ओ फुटका हेबा एही रोगर लक्षण। एबे कहलो एही रोग पई कौन प्रतिषेधक व्यवस्था होई पारे? वेरी गुड। रोगी सहित शारीरिक दूरता, मुह नाक ढांकिबा, टीकाकरण कराइबा। एबे कहलो हइजा रोगर कारक कौन? वेरी गुड। हइजा रोगर कारक हेउछि बीजाणु बा बैक्टेरिया। एबे कहलो एही रोगर लक्षण गुड़िक कौन? वेरी गुड। तरल झाड़ा, जल शुष्कता। एबे कह एही रोग पई कौन प्रतिषेधक व्यवस्था होई पारे? बिल्कुल ठीक। भल भाबरे रंधा खाद्य ओ फुटा पानी पीबा। प्रिय शिक्षार्थी माने आजिर पाठरे मध्य तुमे माने खूब सुंदर भाव शुणिल एवं उत्तर देल। आगामी पाठरे पुणी देखा हेबा। से पर्यंत भलरे रुह। धन्यवाद। खुशी शिखिबा समस्तक अधिकार। नमस्कार।